ସାର୍ ନମସ୍କାର। ହୁଁ। ପ୍ରାଥମିକ ସମସ୍ତଙ୍କୁ ନମସ୍କାର। ସାର୍ ମୁଁ ସୁପ୍ରିୟା ବେହେରା କହୁଛି କତିପଦା ମୟୂରଭଞ୍ଜରୁ। ମୁଁ ଅକ୍ଟୋବର 24ରେ ଜଏନ୍ କରିଥିଲି ଆପଣଙ୍କ ସେକ୍ସନ। ଜଣେ ମତେ ଫ୍ରି ଲିଙ୍କ ଦେଇଥିଲେ, ଗୋଟେ କ୍ଲାସ ଜଏନ୍ କରିଥିଲି। ତାପରେ ଫେସବୁକ ଜଏନ୍ କରି ଛାଡି ଦେଇଥିଲି। ଛାଡିଦେଲା ପରେ ପୁଣି ଆଉ ଥରେ ଫେସବୁକ ଦେଖିଲା ବେଳକୁ ତାପରେ ଯୋଉ ଆପଣଙ୍କର ଦେଖିଲି ଫେସବୁକ ଆଡରୁ ଦେଖିକି ତାପରେ ମୁଁ ହଉଛି ରେଜିଷ୍ଟ୍ରେସନ କରିଥିଲି। ଆଉ ଥରେ ପୁଣି ଫ୍ରି କ୍ଲାସ ଆଉ ଗୋଟେ ଜଏନ୍ କଲି। ଜଏନ୍ କରିସାରିଲା ପରେ କରିଥିଲି, ସେତେବେଳେ ମାନେ ମୁଁ ବହୁତ ଟେନସନରେ ରହୁଥିଲି। ମାନେ ଡିପ୍ରେସନ ମାନେ ବିଭିନ୍ନ ପ୍ରକାର ମାନେ ଚିନ୍ତା ମତେ ଘାରି ଯାଉଥିଲା। ମୁଁ ଯେବେ ଜଏନ୍ କରିଥିଲି ଆପଣ ପଚାରିଥିଲେ ଆପଣ କାହିଁକି ଜଏନ୍ କରିଛନ୍ତି। ମୁଁ କହିଲି ଯେ ମାନେ ଚିନ୍ତାରୁ ମୁକ୍ତି ପାଇବା ପାଇଁ ମୁଁ ହିଁ ଜଏନ୍ କରିଥିଲି। କିନ୍ତୁ ବର୍ତ୍ତମାନ ମୁଁ 100% ପୁରା ମାନେ ମୋ ରେଜଲ୍ଟ ପାଇଛି। ମୁଁ ଆପଣଙ୍କର ଯୋଉ ମର୍ଣ୍ଣିଂ ଭିଜୁଆଲାଇଜେସନ ଇଏ ପ୍ରୋଗ୍ରାମରେ ହଉଛି ଜଏନ୍ କରିଛି। ଆଉ ପାୱାର ଅଫ ସବକନସିୟସ ମାଇଣ୍ଡ ସେଥିରେ ବି ଜଏନ୍ କରିଛି। ପ୍ରଜ୍ଞାନ ୟୋଗାରେ ବି ଜଏନ୍ କରିଛି। ଆଉ ଫୁଲ ମୁନ ମେଡିଟେସନ ବି ଜଏନ୍ କରିଛି। ଦିବ୍ୟ ସଂଯୋଗ କ୍ଲାସରେ ବି ଜଏନ୍ କରିଛି। ଆଉ 21 ଦିନ ଯୋଉ କ୍ଲାସ ବି ଆପଣ ଅଫର ଦେଇ ଦଉଛନ୍ତି ମଝିରେ ମଝିରେ, ସେଥିରେ ବି ସବୁ ଜଏନ୍ କରିଛି। କିନ୍ତୁ ଟ୍ରେନରରେ ଜଏନ୍ କରିବା ପାଇଁ ଚାହୁଁଥିଲି, କିନ୍ତୁ ଟିକେ ପଇସା ଟିକେ ହେଭି ହେବାରୁ ଆଉ ଜଏନ୍ କରିପାରିଲିନି। ତଥାପି ଅପେକ୍ଷା କରିଛି ଯେବେ ଯଦି ଟିକେ କମ ଇଏରେ ଯଦି ଆସେ, ମାନେ ବହୁତ ଇଚ୍ଛା ମୋର ସେ ଟ୍ରେନରରେ ଜଏନ୍ କରିକି ପଶିବା ପାଇଁ। ମାନେ ଆପଣଙ୍କର ଏଇ ଯେତିକି ବି ଆପଣଙ୍କ ପାଖରୁ ଶିଖିଲି ଜାଣିଲି, ମତେ ଲାଗିଲା ମାନେ ବୋଧେ ମୋର ଗୋଟେ ନୂଆ ଜନ୍ମ ମୁଁ ପାଇଛି। ମାନେ ମୁଁ ପ୍ରାୟ ମତେ ବର୍ତ୍ତମାନ 42 ବର୍ଷ ହେଲାଣି। କିନ୍ତୁ ତା ପୂର୍ବରୁ ସାର୍ ମୁଁ ଯେତେବେଳେ ବି କ୍ଲାସରେ ହଉ କି ଯୋଉଠି ହଉ, ଯେତେବେଳେ ଥାଏ ସବୁବେଳେ ମୁଁ ମତେ କେହି କିଛି ନ ପଚାରନ୍ତି କି ମୁଁ ପଛ ଧାଡିରେ ଥାଏ। କିନ୍ତୁ ବର୍ତ୍ତମାନ ମତେ ଲାଗୁଛି ମୋ ଭିତରେ ଏମିତି ଗୋଟେ ଏନର୍ଜି ଆସିଛି, ମୁଁ ଯୋଉଠିକି ଯାଉଛି ମାନେ ମୁଁ କୁହେ ନ କହେ ଲୋକମାନେ ମତେ ଠିଆ ହେଇକି ଆପଣ କିଛି କୁହନ୍ତୁ କହିକି କହୁଛନ୍ତି। ଆଉ ଗୋଟେ କଥା ହେଲା ସାର୍, ମାନେ ଯେଉଁମାନେ ବି ଧର ଡିପ୍ରେସନରେ ଅଛନ୍ତି, ଦୁଃଖରେ ଅଛନ୍ତି, କି କିଏ ଟେନସନ ନେଇକି ଧର ଦେଖୁଛି କିଏ ଜଣେ ବସିଛି, ମୁଁ ମାନେ ବହୁତ ସହଜରେ ଆପଣ ଯେମିତି ମାନେ ବସେଇ ପାରୁଛନ୍ତି ସେଇ କାମଟା ସାର୍ କରିପାରୁଛି। ଥରେ ସାର୍ କହିଦେଲା ପରେ ସେ ଧର ଜଣେ ମନ ଦୁଃଖ କରିକି କିଛି ଗୋଟେ ତାର ମୁଣ୍ଡରେ ଟେନସନ ନେଇକି ବସିଛି, ତାକୁ ମୁଁ ସାର୍ ଯାଇକି 2-3 ପଦ କଥା କହିଲା ବେଳକୁ ସେ ଯାଇକି ପୁଣି ଆଉ ଜଣଙ୍କୁ କହୁଛି ଯେ ସେ ଦିଦିଙ୍କ ପାଖକୁ ଯାଇଥିଲି, ମୋ ମାଇଣ୍ଡ ଟା ପୁରା ୱାଶ କରିଦେଲେ। ଆଉ ମତେ ବହୁତ ଭଲ ଲାଗିଲା। ମାନେ ମୁଁ ତ ଏତେବେଳକୁ ମାନେ ମେଡିକାଲରେ ପଡିଥାନ୍ତି କି ଆଉ କଣ ଗୋଟେ କରିଥାନ୍ତି, ଏମିତିକା ମାନେ ହଉଛି। ଆଉ ସଭା ସମିତି ମାନେ ମିଟିଂ ଆଟେଣ୍ଡ, ମାନେ ଏଇ ଯୋଉ ଆମର 25 ପାଖରୁ ମାନେ ମୋର ସାର୍ ମିଟିଂ ଆଟେଣ୍ଡ ଷ୍ଟାର୍ଟ ହେଇଛି। କିନ୍ତୁ ସେଇଟା ମୋର ଆଗରୁ ସ୍ୱପ୍ନ ଥିଲା ଯେ ମୁଁ ଗୋଟେ କେଠି ମିଟିଂରେ ଯାଆନ୍ତି କି କିଛି ଗୋଟେ କୁହନ୍ତି, ପୁଣି ଫାଷ୍ଟ କଣ କହିବି। କିନ୍ତୁ ଏବେ ଆଉ କିଛି ସେଟା ନାହିଁ। ମାନେ ମୁଁ ପୁରା ଫ୍ଲୁଏଣ୍ଟଲି ଭଲ ଭାବରେ କହିପାରୁଛି। ଲୋକ ସବୁ ବି ଜଣେ ଜଣେ ସେମାନେ ଭାବୁଛନ୍ତି ଆଉ ପୁରୁଣା, ଆମ ନାଁ ଡଲି, ଯୋଉ ପୁରୁଣା ଡଲି ହେଇକି ଇଏ ନାହିଁ, ଇଏ ଗୋଟେ କେଠି ଗୋଟେ ପଶିଛି କଣ ଗୋଟେ ଶିଖୁଛି। ଆଉ ଦେଇକି ସେମାନେ ପଚାରୁଛନ୍ତି ଏଗୁଡା କୋଉଠୁ ସବୁ ଶିଖିଲ। ମାନେ ଅଛି ତାର ଗୋଟେ ମାନେ ପୁରା ବଢିଆ, ସେ ଯୋଉ ସିନ୍ଧୁକ ଭିତରେ ଫରୁଆ ହେଇକି ତା ଭିତରେ ଅଛି। ଆମେ ସେଇଠୁ ଗୋଟେ ଛୋଟ କଣା ଭିତରେ ପଶିକି ଟିକେ ଟିକେ ଦେଖିଛୁ। ଯେତିକି ଶିଖିଛେ ସେତିକି କହୁଛେ, ଆହୁରି ସବୁ ଅଛି। ଏଇ କଥାଟା ତ ଆମେ ସବୁ ଜାଣିଛେ, ମାନେ ସବୁ ଆମେ ଜାଣିଛେ, କିନ୍ତୁ ତାକୁ ଆମେ କେହି କାମରେ ଲଗଉନେ। ଖାଲି ମିଛ ମାୟାରେ ଭାସି ଭାସିକା ଟେନସନ ହେଇକା କେହି ବି ସଂସାରରୁ ବିଦାୟ ନେଇକି ପଳଉଛନ୍ତି, କିଏ ବି ରୋଗ ଶଯ୍ୟାରେ ପଡିକି ସେଇ ଟେନସନକୁ ନେଇକି ଛଟପଟ ହଉଛନ୍ତି। ବର୍ତ୍ତମାନ ମାନେ ମୋ ସ୍ଵାମୀ ବି ନିଜେ କହୁଛନ୍ତି, ତୁ ଯେଠି ଗୋଟେ ଭାଷଣ ଦେଇକି ଆସିଲା ବେଳକୁ ସିଏ ବି କହୁଛନ୍ତି ତୁ କିସ କହିଲୁ, କେଠୁ ଶିଖିଲୁ ଏଗୁଡାକ ସବୁ। ଏଇ ସକାଳୁ ଯୋଉ ବସୁଛୁ ସେଇଠୁ ବୋଧେ ସବୁ ଜାଣିଛୁ। ଆଉ ଗୋଟେ କଥା ହେଲା ସାର୍, ଯିଏ ଧର ଆଗରୁ ଯିଏ ଯାହା କହୁଥିଲା ମୁଁ ରାଗି ଯାଉଥିଲି କି କାହାରି କିଛି କହୁନଥିଲି, ଯଦି ବି ହଉଥିଲା କହି ଦଉଥିଲି। ବର୍ତ୍ତମାନ ଯୋଉ କିଛି କାହାରି କହୁନି, ସେମାନେ ଭାବୁଛନ୍ତି ଇଏ ବୋଧେ ସମସ୍ତଙ୍କୁ କ୍ଷମା କରିଦେଇଛି, ସେଥିପାଇଁ କିଛି କହୁନି। ଆଉ ମାନେ ଯିଏ ଯାହା ଭାବୁଛ ଭାବ, ତମେ ତମ ଭାବନାର ଠିକ ଅଛ, ମୁଁ ମୋ ଭାବନାର ଠିକ ଅଛି। ଗୋଟେ ଏ ଯେ ମାନେ ସମସ୍ତେ ଭଲରେ ରୁହନ୍ତୁ, ଶାନ୍ତିରେ ରୁହନ୍ତୁ, ଖୁସିରେ ରୁହନ୍ତୁ। ଆଉ ଆପଣଙ୍କର ଏଇ ଯୋଉ ପ୍ରୋଗ୍ରାମ ଆଉ ଏଇ ଯୋଉ ପ୍ରୟାସ, ମାନେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଦେବା। ତ ମାନେ ଆମେ ଏଇ ଯୋଉ ଯେତିକି ମାନେ 2 ଘଣ୍ଟାର ମୁଁ ଯୋଗ କ୍ଲାସ ଧର କରୁଛି, ସେତିକି ଖୋଜିକି ତାଙ୍କୁ କଣ ଶିଖେଇବି ବୋଲି ମାନେ ଟାଇମ ପଳଉନି। ଆପଣ ମାନେ ଆମକୁ ଶିଖେଇବେ ବୋଲି କେତେ ଟାଇମ ଦଉଛନ୍ତି, ମୁଁ ଖାଲି ସେଇଟା ଭାବୁଛି ଯେ ଆପଣ ନିଜେ ଧର ଆଜି ଏଇ ସକାଳୁ କ୍ଲାସଟାର କଣ କଣ ଦେବି, ମାନେ ଆପଣଙ୍କୁ ପ୍ରିପେୟାର ହେବା ପାଇଁ ତ ବହୁତ ସମୟ ଲାଗୁଥିବ। ମାନେ ଆମ ପାଇଁ ଆପଣ ଭଗବାନ ଯେମିତି ଆମ ମାନେ ଆମକୁ ଉଦ୍ଧାର କରିବା ପାଇଁ ଆପଣଙ୍କୁ ପଠେଇଛନ୍ତି, ନହେଲେ ଆମେ ବି ସେମିତିକା ଉଡି ଯାଉ। ବଢିଆ ଗୋଟେ ପ୍ଲାଟଫର୍ମ ଅଛି। ଧୀରେ ଧୀରେ ଏଇ ପ୍ଲାଟଫର୍ମ ଯଦି ଆମେ ସବୁବେଳେ ବି ରହିବା, ମାନେ 2-3 ବର୍ଷ ଭିତରେ ଆମେ ଯଦି ଏତିକି ହେଇଛେ, ଆଉ 5-6 ବର୍ଷ ପ୍ଲାଟଫର୍ମ ବଢିଆ ଅଛି ଗୋଟେ ଚାଲିବ। ଯେମିତି ସବୁ
ସେ ଆମର ଯୋଉ ଆର୍ଟ ଅଫ ଲିଭିଂ ରେ ଗୋଟେ ଗୋଟେ ଯୋଉ ଜୁମ୍ କ୍ଲାସ ରେ ଜଏନ କରୁଛନ୍ତି ମାନେ 1000 2000 ପାଖାପାଖି ମାନେ ଲୋକ ଅଛନ୍ତି ସେଠି ସବୁ ଦେଶରୁ ବି ଅଛନ୍ତି ବାହାରୁ ବି ସବୁ ଅଛନ୍ତି। ସେମିତି ବି ଆମ ପ୍ଲାଟଫର୍ମ ହେଇଛି ମତେ ଥରେ ଥରେ ଲାଗୁଛି ମୁଁ ଗୋଟେ ମାନେ ପୁରା ବଡ ଇଏରେ ଯେମିତି ଅଛି ସେଇ ବଢିଆ ସାର୍ ଫିଲିଙ୍ଗ୍ସ ହଉଛି। Thank you. ଥ୍ୟାଙ୍କ ୟୁ ସାର୍, ଧନ୍ୟବାଦ ସାର୍। Thank you so much.